ଆମର ଏଠି ରାଣୀଗୁଡ଼ାର ସବୁଠୁ ବଡ଼ ଶିବ ମନ୍ଦିର ଏଠି ନୀଳକଣ୍ଠେଶ୍ୱର ଗୌତମ ନଗର ପ୍ରଥମ ଲାଇନ୍ରେ ଅଛି। ଆଜି ପବିତ୍ର ମହାଶିବରାତ୍ରିରେ ଆମର ସ୍ପେଶାଲ କାର୍ଯ୍ୟକ୍ରମ ଅଛି। ଦିନବେଳା 10ଟାରୁ ପଣା ସେବନ ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାବେଳେ ବି ହାଲୁଆ ଭୋଗ ବି ରଖାହେଇଛି। ଆଉ ବହୁତ ଶିବଭକ୍ତ ଆସି ସୁରୁଖୁରୁରେ ଦର୍ଶନ କରି ଯାଉଛନ୍ତି। ଆଉ ଶୃଙ୍ଖଳିତ ଲାଇନ୍ ବି ଆମେ କରିଛୁ। ବର୍ତ୍ତମାନ ସୁଦ୍ଧା କୌଣସି ଅପ୍ରୀତିକର ଘଟଣା ହୋଇନାହିଁ। ଆଉ ସମସ୍ତେ ଶ୍ରଦ୍ଧାଳୁ ଆସିକି ଖୁସିରେ ଶିବଙ୍କୁ ଦର୍ଶନ କରି ଯାଉଛନ୍ତି। ମହାଦୀପ ଶ୍ରୀ ଲିଙ୍ଗରାଜ ମହାଦେବଙ୍କର ମହାଦୀପ ଉଠିଲା ପରେ ଆମେ ଦେଖିକି ତାପରେ ଆମେ କରୁଛୁ। ପ୍ରାୟ ରାତି 1 ହେଇଯାଉଛି। 1 ପରେ ଜାଗର ରହୁଛି। 12ଟା ପରେ ପୁଣି ଜାଗର ରହୁଛି। ରାତି ଯାକ ମନ୍ଦିର ଖୋଲା ରହୁଛି। ପୁଣି ସକାଳୁ ସଫାସୁତୁରା ହେଉଛି। ଯେ ସମସ୍ତେ ଜାଗର ସରିଲା ପରେ ଉଜ୍ଜଳ ହେଲା ପରେ ଘରକୁ ଯାଉଛନ୍ତି। ତାପରେ ମନ୍ଦିର ସଫାସୁତୁରା ହେଉଛି। ରାତି ଯାକର ଆଲୋକ ବ୍ୟବସ୍ଥା ଏବଂ ସମସ୍ତ ଭକ୍ତମାନଙ୍କୁ ସୁବିଧା ଦୀପ ଜଳନ ଅଧିକ ଦୀପ ଷ୍ଟାଣ୍ଡ ରଖାଇ ଆମର ମନ୍ଦିରରେ ବହୁତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ସମସ୍ତ ମନ୍ଦିର କମିଟି ଏବଂ ଆମର ସମସ୍ତ ଦୋକାନ ସାହି ପଡ଼ିଶା ଦୋକାନ ସମସ୍ତେ ଆମ ସାହିର ଦୋକାନ ସମସ୍ତେ ଆସି ଆମକୁ ସହଯୋଗ କରୁଛନ୍ତି। ନମସ୍କାର। ଆଜି ହେଉଛି ପବିତ୍ର ମହାଶିବରାତ୍ରି। ତ ସବୁ ଦେଶର ସବୁ ଶିବ ମନ୍ଦିରରେ ବହୁତ ମହା ଆଡ଼ମ୍ବରରେ এই ଜାଗର ରାତ୍ରିଟି ପାଳନ କରାଯାଏ। ତ ସବୁ ମନ୍ଦିରରେ ଭକ୍ତମାନେ ନିଜର ଯାହାରି ଆଶା ଆକାଂକ୍ଷା ରହିଛି ପୂରଣ କରିବା ପାଇଁ ସେମାନେ ବାବାଙ୍କର ଦର୍ଶନ କରିଥାନ୍ତି। ତ ଆମେ ମଧ୍ୟ ଆଜି ଏ ମନ୍ଦିରକୁ ଆସିଛୁ। ଏଠି ସୁରୁଖୁରୁରେ ଭକ୍ତମାନେ ନିଜର ଯାହା ବି ଆଶା ଆକାଂକ୍ଷା ରହିଛି ସେମାନେ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। ତା ସହିତ ନିଜର ମନସ୍କାମନା ପୂର୍ଣ୍ଣ ହେବ ବୋଲି ସେମାନେ ଆଶା ମଧ୍ୟ ପୋଷଣ କରୁଛନ୍ତି। ତା ସହିତ ଆଜି ମହାଜାଗର ଯେହେତୁ ରାତିରେ ମହାଦୀପ ମଧ୍ୟ ଉଠିବ ତ ଆମେ ମଧ୍ୟ ଆସିବୁ। ତା ସହିତ ଆମେ ଉପବାସ ମଧ୍ୟ କରିଛୁ, ନିର୍ଜଳ ଉପବାସ। ତ ଆମେ ଭାବୁଛୁ ଯେ ବାବା ଆମର ଯାହା ବି ମନସ୍କାମନା ରହିଛି ପୂରଣ କରିବେ ବୋଲି ମୋର ଆଶା ବିଶ୍ୱାସ ରହିଛି। ରାତ୍ରି ଆଜି ଆମ ଗୌତମ ନଗର 5th ଲାଇନ୍ରେ ଆମର ଶିବ ମନ୍ଦିରରେ ବହୁତ ଭଲ ଭାବରେ ପୁରା କରିଛନ୍ତି ଆରେଞ୍ଜମେଣ୍ଟଟା। ଲୋକମାନେ ସମସ୍ତେ ଆସୁଛନ୍ତି ଭଗବାନ ଶିବଙ୍କର ଦର୍ଶନ ନେବା ପାଇଁ। ଆଉ ଏବଂ ଆଜି ରାତି 12ଟାରେ ମହାଦୀପ ଜଳାଇବେ। ଆଉ ମହାଶିବଙ୍କର ଦର୍ଶନ ସମସ୍ତଙ୍କୁ ହେବ। ଆଉ ମ୍ୟୁନିସିପାଲିଟି ତରଫରୁ ଭଲ ଭାବରେ ଆରେଞ୍ଜମେଣ୍ଟ କରିଛନ୍ତି, ବ୍ଲିଚିଂ ପକେଇଛନ୍ତି। ଆଉ ସବୁ ଆରେଞ୍ଜମେଣ୍ଟ ଭଲ ଭାବରେ ହେଇଛି। ଆଉ ସମସ୍ତ ଲୋକଙ୍କୁ ଆମ ଭଗବାନ ଶିବର ସମସ୍ତ ଲୋକଙ୍କୁ ତାଙ୍କର ଆଶୀର୍ବାଦ ରହିବ। ଆଉ ଆଗାମୀ ପ୍ରତିବର୍ଷ ଏମିତି ଆମର ମହାଶିବରାତ୍ରି ପୂଜା ହେବ ବୋଲି ବି ମୁଁ ଅନୁରୋଧ କରୁଛି।